ଆପଣ ଦେଖନ୍ତୁ ଡୁପ୍ଲିକେଟ୍ ଚାବି ସି ବି ଡୁପ୍ଲିକେଟ୍ ଜଗନ୍ନାଥଙ୍କ ସାଙ୍ଗରେ କେଉଁ ପ୍ରକାର ଥଟା ରହସ୍ୟ କରାଯାଉଛି ଏବଂ ଖେଳ ଖେଳ କରି ପ୍ରଭୁଙ୍କୁ ଏମାନେ ଭାବିଛନ୍ତି। କେତେ ଦୁଃଖଦାୟକ ଘଟଣା, ଲଜ୍ଜାଜନକ ଘଟଣା। କିନ୍ତୁ ଆପଣ ମିଡ଼ିଆ ମାଧ୍ୟମରେ ଲୋକମାନେ ଜାଣୁଛନ୍ତି, ଭକ୍ତ ଜାଣୁଛନ୍ତି, ସମସ୍ତେ କେତେ ଖରାପ ଭାବୁଛନ୍ତି ଯେ ଯିଏ ଏଇ କାମ କରିଛି କେତେ ନିନ୍ଦନୀୟ କାମ ସେମାନେ କରିଛନ୍ତି। ଦୁଃଖଦାୟକ ଘଟଣା। ୟା ପରେ ବିଭିନ୍ନ ତଦନ୍ତ କରାଯାଉ। ଏ ତ ଖେଳ ହେଇନି, ତଦନ୍ତ କରାଯାଉ ମହାପ୍ରଭୁ ମନ୍ଦିରରେ ଏଇ ଯେଉଁ ପରିସ୍ଥିତି ସୃଷ୍ଟି ହେଲା ଏ ପୁନରାବୃତ୍ତି ଆଉ ନ ହଉ, ପୁନରାବୃତ୍ତି ନ ହଉ ସେଥିପାଇଁ ତଦନ୍ତ କରାଯାଉ। ତାହେଲେ ତାର ସତ୍ୟାସତ୍ୟ ସବୁ ବାହାରି ପଡ଼ିବ। ଡୁପ୍ଲିକେଟ୍ ଚାବି ସେ ଡୁପ୍ଲିକେଟ୍ ସେ ଯେଉଁଟା ଚୋରି କରି ନେଇଗଲେ ତା ଭିତରେ ଏବେ ଯେଉଁ ଖୋଲାଖୋଲି ହେଲା ମୁଁ କାହିଁକି ମୁଁ କହିପାରି ସ୍ପଷ୍ଟ ସତ କଥା କହୁଛି। ଦେଖନ୍ତୁ ଗଣତି ମଣତି ହଉ ସବୁ ଜିନିଷ ଜଣାପଡ଼ିବ କ'ଣ ହେଇଛି କ'ଣ ନ ହେଇଛି। ଜଗନ୍ନାଥ ଦେଖେଇବେ, ଜଗନ୍ନାଥ ସେ ସେମିତି ଠାକୁର ନିଅନ୍ତି, ସେ ସବୁ ଦେଖେଇ ଦେବେ। ଏତେ ବଡ଼ ଆଖି ସେଇ ବିଶ୍ୱର କର୍ତ୍ତା ବୋଲି କୋଟି କୋଟି ଲୋକ ତାଙ୍କୁ ସମସ୍ତ ନମସ୍କାର ମୁଣ୍ଡିଆ ମାରୁଛନ୍ତି। ସେ ନିଜେ ଲୀଳାମୟ ଠାକୁର ନିଜ ଲୀଳା ନିଜେ କରୁଛନ୍ତି। ସେ ନିଜେ ଦେଖିବେ କ'ଣ ହେଇଛି କ'ଣ ନାହିଁ। ରତ୍ନଭଣ୍ଡାର ଯେଉଁ ଖୋଲିଲା ତାକୁ ଆଗ ପାଛ ନ ହେଇକିରି ତଦନ୍ତ କରାଯାଉ। ଏଥିପାଇଁ ଯେ ମୁଖ୍ୟ ଦାୟୀ ତାଙ୍କୁ ଶାସ୍ତି ଦିଆଯାଉ। ମାନେ ପ୍ରଭୁଙ୍କ ଆଶୀର୍ବାଦରୁ, ଜଗନ୍ନାଥଙ୍କ ଆଶୀର୍ବାଦରୁ ଏମାନେ ସକ୍ସେସଫୁଲ୍ ହୁଅନ୍ତୁ। ଏମାନେ ବଢ଼ିଆ ମାନେ ଷ୍ଟ୍ରଙ୍ଗ ରୁମ୍ ଗୋଟେ କରିକିରି ପ୍ରଭୁଙ୍କ ଜିନିଷ ସିଫ୍ଟ କରି ସେଇ ଘରକୁ ପୁରା ମ୍ୟାଚ୍ କରି ଭାଙ୍ଗିକିରି ନୂଆ ରତ୍ନଭଣ୍ଡାର ହଉ। କାହିଁକିନା ଏ କିଛି ନାହିଁ ତା ଦେହରେ, ନଷ୍ଟ ହେଇଛି। ଆପଣ ଛାତି ବେଳେ ଭୁଷୁଡ଼ି ପଡ଼ିବ ଯେ ସେଇ କହିଲା ନିଦ ଭାଙ୍ଗିଲା। ତଥାପି ଏମାନେ କେବେ ହେଲେ ତାପରେ ଇଏ ନେଲେନି। ତା ଭିତରେ 3ଟା 4ଟା ଘର ଅଛି, ଆଉ ଗୁପ୍ତ ସୁଡ଼ଙ୍ଗ ଅଛି, ସବୁ ଅଛି। ଇଣ୍ଟରନେଟ୍ ଖୋଲା ସବୁ ଜଣା ପଡ଼ିଯିବ। ଏଇଟା ରଜା ହଜାର ବର୍ଷ ତଳ ଜିନିଷ। ଇଏ ତତ୍କାଳୀନ ଜିଲ୍ଲାପାଳ ବା 2ଥର ପୋଷ୍ଟିଂ ହେଲେ। ଆପଣ ଦେଖିଛନ୍ତି କେଉଁ ଜିଲ୍ଲାପାଳ 2ଥର ପୋଷ୍ଟିଂ ହେବା? ତତ୍କାଳୀନ ଜିଲ୍ଲାପାଳ 2ଥର ପୋଷ୍ଟିଂ ହେଲେ। ଦେଖେ ଲଜ୍ଜାଜନକ ଘଟଣା ଆପଣ କହୁନାହାନ୍ତି। ଯେଉଁଟା ସତ ହଉ କି ମିଛ ହଉ ଜାଣିବା ଦରକାର କାହିଁ ଭଙ୍ଗା କ'ଣ ହେଲା। ସେମିତି ଆଜ୍ଞା ଏତଲା ଦେବ ଇଏ ଦେବ ପୁଣି ତାଙ୍କ ଭିତରେ ମଧୁଚନ୍ଦ୍ରିକା ହେଇ ମିଶାମିଶି ହେଇ ପୁଣି ସବୁ ନଷ୍ଟଭ୍ରଷ୍ଟ ହେବ। ଆଉ ନହେଲେ ପୁଣି ଯେତେ ଡେରି ହେବ ଏମାନେ ଦିଲ୍ଲୀରେ ଉଠିବେ। ତାଙ୍କ ଭିତରେ ମଧୁଚନ୍ଦ୍ରିକା ହେବ। ମଧୁଚନ୍ଦ୍ରିକା ହେଇକିରି ପୁଣି ଆସ୍ତେ ଆସ୍ତେ ଜିନିଷ ଦବିଯିବ। ଆପଣମାନେ ବି ଦବିଯିବେ। ଟାଇମ୍ ସମୟ ଗଡ଼ିଯିବ। ପୁଣି ମାସକୁ 2 ମାସ, 2 ମାସ 4 ମାସ, 4 ମାସ 6 ମାସ ମିଡ଼ିଆ ଗଲେ କୁଆଡ଼େ, କି ସରକାର ଗଲେ କୁଆଡ଼େ, ବିରୋଧୀ ଗଲେ କୁଆଡ଼େ। ଥାଆନ୍ତୁ ଗୋଟେ ତଦନ୍ତ। ଆରେ ଆମେ ଜାଣିବା ତ ଯେ ସେମାନେ ଭୁଲ କରିନଥାନ୍ତୁ ବି। ଗୋଟେ ତଦନ୍ତଭୁକ୍ତ ହେଲେ ତ ଆମେ ଜାଣିବା ଯେ ସତ କୋଉଟା ମିଛ କୋଉଟା ଜିନିଷର ସତ୍ୟତାଟା ପ୍ରକାଶ ହେବ।